ଆଜି ଆମେ ପରିବେଶ ଆଉ ପରିସ୍ଥିତି ବିଜ୍ଞାନ ଦୁନିଆରେ ଯାହା ସବୁ ନୂଆ ଘଟଣା ଘଟିଛି ମାନେ 2024-2025 ଭିତରେ ସେ ବିଷୟରେ ଟିକେ ଗଭୀର ଭାବେ ଆଲୋଚନା କରିବା। ନମସ୍କାର। ତେବେ ଆମର ଚେଷ୍ଟା ରହିବ ଏହି ସବୁ ତଥ୍ୟ ଭିତରୁ ମୁଖ୍ୟ ଅପଡେଟ୍ସ, ସଂରକ୍ଷଣ ପଦକ୍ଷେପ, ନୂଆ ଆବିଷ୍କାର ଆଉ ପରିବେଶର ଆହ୍ୱାନଗୁଡ଼ିକୁ ବାହାର କରି ଆପଣଙ୍କ ସାମ୍ନାରେ ରଖିବା। ହଁ, ଯାହାଦ୍ୱାରା ଗୋଟେ ସ୍ପଷ୍ଟ ଚିତ୍ର ମିଳିପାରିବ। ଠିକ୍। ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ଦେଖିବା ନୂଆ ସଂରକ୍ଷଣ ଅଞ୍ଚଳ ଆଉ କରିଡର ବିଷୟରେ। ଗୋଟେ ବଡ଼ ଖବର ହେଉଛି ଭାରତର ପ୍ରଥମ ଆନ୍ତଃରାଜ୍ୟ ଚିତା ସଂରକ୍ଷଣ କରିଡର। ଓହୋ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ, ଏଟା ରାଜସ୍ଥାନ ଆଉ ମଧ୍ୟପ୍ରଦେଶ ଭିତରେ। କ୍ଷେତ୍ରଫଳ ବି କମ୍ ନୁହେଁ, ପ୍ରାୟ 17,000 ବର୍ଗ କିଲୋମିଟର। ବାପରେ, ବହୁତ ବଡ଼ ଅଞ୍ଚଳ ତ। ହଁ, ଆଉ ଏଟା ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନ ଆଉ ଗାନ୍ଧୀ ସାଗର ଅଭୟାରଣ୍ୟକୁ ରାଜସ୍ଥାନର ମୁକୁନ୍ଦ୍ରା ହିଲ୍ସ ଟାଇଗର ରିଜର୍ଭ ସହିତ ଯୋଡ଼ିବ। ଆଚ୍ଛା। ମୁଖ୍ୟ ଉଦ୍ଦେଶ୍ୟ ତ ହେଲା ଯେ ଯେଉଁ ଚିତାଙ୍କୁ ପୁଣି ଥରେ ଅଣାଯାଇଛି ସେମାନଙ୍କ ପାଇଁ ଗୋଟେ ବଡ଼ ଆଉ ସୁରକ୍ଷିତ ଜାଗା ତିଆରି କରିବା। କିନ୍ତୁ ଏହାର ମହତ୍ତ୍ୱ କେବଳ ଚିତା ପାଇଁ? ନା ନା, ନିଶ୍ଚିତ ଭାବରେ ନୁହେଁ। ଦେଖନ୍ତୁ, ଏହି କରିଡରର ଗୁରୁତ୍ୱ ବହୁତ ବେଶୀ। ଯେତେବେଳେ ଆମେ ଏମିତି ଗୋଟେ ସଂଯୁକ୍ତ ବାସସ୍ଥାନ ତିଆରି କରୁଛେ, ସେଟା କେବଳ ଚିତା ପାଇଁ ନୁହେଁ, ହଁ, ବରଂ ସେ ଅଞ୍ଚଳରେ ଥିବା ସବୁ ବନ୍ୟପ୍ରାଣୀଙ୍କ ପାଇଁ ଲାଭଦାୟକ। ଜୀବଜନ୍ତୁମାନେ ସହଜରେ ଯିବା ଆସିବା କରିପାରିବେ। ଠିକ୍। ଏହାଦ୍ୱାରା ସେମାନଙ୍କର ଜେନେଟିକ୍ ବିବିଧତା ବି ବଜାୟ ରହିବ। ଆଉ ଯେଉଁ ବାସସ୍ଥାନ ସବୁ ଖଣ୍ଡ ଖଣ୍ଡ ହେଇଯାଇଛି, ତାର ଖରାପ ପ୍ରଭାବ ବି କମିବ। ମୋଟାମୋଟି ଭାବେ ଏହା ଜୈବ ବିବିଧତା ସଂରକ୍ଷଣ ପାଇଁ ଗୋଟେ ବଡ଼ ପଦକ୍ଷେପ। ବୁଝିଲି। ଏହା ସହିତ ଦେଶରେ ବାଘ ସଂରକ୍ଷଣ ଉପରେ ବି ବେଶ ଜୋର ଦିଆଯାଉଛି ପରି ଲାଗୁଛି, କାରଣ ଅନେକ ନୂଆ ଟାଇଗର ରିଜର୍ଭ ଘୋଷଣା ହୋଇଛି। ହଁ, ସେଇଟା ବି ଦେଖାଯାଉଛି। ଯେମିତି ମଧ୍ୟପ୍ରଦେଶର ମାଧବ ଜାତୀୟ ଉଦ୍ୟାନ। ଏବେ ଏଟା ଭାରତର 58ତମ ଟାଇଗର ରିଜର୍ଭ। ଆଉ ଏହାକୁ ମିଶାଇଲେ ଏମ୍ପିରେ ମୋଟ 9ଟା ହେଲା। ଆଚ୍ଛା, ଏମ୍ପିରେ ଏବେ 9ଟା। ହଁ, ସେମିତି ତେଲେଙ୍ଗାନାରେ କୁମରାମ ଭୀମ କରିଡୋର, ଯାହା କାୱଲ ଟାଇଗର ରିଜର୍ଭକୁ ମହାରାଷ୍ଟ୍ରର ତାଡୋବା ଅନ୍ଧାରୀ ସହ ଯୋଡ଼ିବ। ଓହୋ, ଏ କରିଡର ଗୁଡାକ ବହୁତ ଜରୁରୀ। ଆଉ ଛତିଶଗଡ଼ରେ ଗୁରୁ ଘାସିଦାସ ତାମର ପିଙ୍ଗଲା। ଏଇଟା ଭାରତର 56ତମ ଆଉ କୁଆଡ଼େ ତୃତୀୟ ବୃହତ୍ତମ ଟାଇଗର ରିଜର୍ଭ। ତୃତୀୟ ବୃହତ୍ତମ? ତାହେଲେ ସବୁଠୁ ବଡ଼ କୋଉଟା? ସବୁଠୁ ବଡ଼ ହେଉଛି ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ସାଗର ଶ୍ରୀଶୈଲମ। ହଁ ହଁ, ମନେ ପଡ଼ିଲା। ଆହୁରି ଅଛି ରାଜସ୍ଥାନରେ ଧୋଲପୁର କରୌଲି, ଏଟା 55ତମ ଆଉ ରାଜସ୍ଥାନର 5ମ। ଠିକ୍। ଏବଂ ବିହାରର କୈମୁର ତାଙ୍କର ଦ୍ୱିତୀୟ ଟାଇଗର ରିଜର୍ଭ। ପ୍ରଥମଟା ତ ବାଲ୍ମୀକି ଥିଲା। ହଁ। ଏତେ ସବୁ ନୂଆ ଟାଇଗର ରିଜର୍ଭ ଘୋଷଣା ହେଉଛି, ଏହା ପଛରେ କ'ଣ କାରଣ ଥାଇପାରେ? ଦେଖନ୍ତୁ, ଏଥିରୁ ଦୁଇଟା କଥା ଜଣାପଡ଼ୁଛି। ପ୍ରଥମତଃ, ସରକାର ବାଘ ସଂରକ୍ଷଣକୁ ବହୁତ ଗୁରୁତ୍ୱ ଦେଉଛନ୍ତି। ପ୍ରୋଜେକ୍ଟ ଟାଇଗରର ସଫଳତାକୁ ଆହୁରି ଆଗକୁ ନେବାକୁ ଚାହୁଁଛନ୍ତି। ଆଉ ଦ୍ୱିତୀୟ କଥା ହେଲା, ହୁଏତ ବାଘ ସଂଖ୍ୟା ବଢ଼ୁଛି ଆଉ ସେମାନଙ୍କ ପାଇଁ ଅଧିକ ସୁରକ୍ଷିତ ଜାଗା ଦରକାର ପଡ଼ୁଛି। କିନ୍ତୁ ଖାଲି ଘୋଷଣା କରିଦେଲେ ତ ହବନି। ଠିକ୍ କଥା। ଏ ନୂଆ ଜାଗାଗୁଡ଼ିକର ଠିକ୍ ପରିଚାଳନା ଦରକାର। ଏଥିପାଇଁ NTCA ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି, ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟାପ୍ତ ପଇସା, ଲୋକବଳ, ଟେକ୍ନୋଲୋଜି ସବୁ ଯୋଗାଇବାକୁ ପଡ଼ିବ। ହଁ, ସେଇଟା ତ ନିଶ୍ଚୟ। ଟାଇଗର ରିଜର୍ଭ ଛଡ଼ା ନୂଆ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ତିଆରି ହେଇଛି। ଯେମିତି ଏମ୍ପିରେ ଡକ୍ଟର ଭୀମରାଓ ଆମ୍ବେଦକର ଅଭୟାରଣ୍ୟ, ସାଗର ଜିଲ୍ଲାରେ 258 ବର୍ଗ କିଲୋମିଟର। ଆଉ ମଧ୍ୟପ୍ରଦେଶର ପଞ୍ଚମଢୀ ଅଭୟାରଣ୍ୟର ନାମ ବଦଳି ରାଜା ଭୂତ ସିଂ ଅଭୟାରଣ୍ୟ ହୋଇଛି। ଆଚ୍ଛା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ବିହାରର ନାଗୀ ଆଉ ନକ୍ଟି ପକ୍ଷୀ ଅଭୟାରଣ୍ୟକୁ ରାମସାର ସ୍ଥଳୀର ମାନ୍ୟତା ମିଳିଛି। ହଁ, ଏଇଟା ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ବହୁତ ଭଲ ଖବର। ରାମସାର ମାନ୍ୟତା ମିଳିଲେ ସେ ଜାଗାକୁ ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ୱ ମିଳେ ଆଉ ତାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡ଼େ। ଆମେ ପରେ ଆର୍ଦ୍ରଭୂମି ବିଷୟରେ ଆହୁରି କଥା ହେବା। ଆଉ ପଞ୍ଜାବର ଝଦ୍ଦର ବଚୌଲି ଅଭୟାରଣ୍ୟକୁ ରାଜ୍ୟର ପ୍ରଥମ ଚିତାବାଘ ସଫାରି ଭାବେ ବିକଶିତ କରାଯିବ। ଓହୋ, ଲେପର୍ଡ ସଫାରି, ଏଟା ବି ଗୋଟେ ନୂଆ କଥା। ଏବେ ଆସନ୍ତୁ କିଛି ନିର୍ଦ୍ଦିଷ୍ଟ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ କ'ଣ ସବୁ ଚେଷ୍ଟା କରାଯାଉଛି ସେ ବିଷୟରେ ଦେଖିବା। ଚିତା ପୁନର୍ସ୍ଥାପନ ପ୍ରକଳ୍ପ ତ ଏବେ ବି ଚାଲିଛି। ହଁ, ସେଇଟା ତ ଖବରରେ ରହୁଛି। ଆଫ୍ରିକାରୁ ଯେଉଁ ଚିତା ଆସିଥିଲେ ସେମାନଙ୍କୁ ଏବେ କୁନରୁ ଏମ୍ପିର ଗାନ୍ଧୀ ସାଗର ଅଭୟାରଣ୍ୟକୁ ନେବା ପାଇଁ ଅନୁମତି ମିଳିଛି। ହଁ, ଏମିତି ଶୁଣିଥିଲି। ମୋଟ 20ଟା ଚିତା ଅଣାଯାଇଥିଲା, 12ଟା ଦକ୍ଷିଣ ଆଫ୍ରିକାରୁ ଆଉ 8ଟା ନାମ୍ବିଆରୁ। ଏହା ଭାରତର ବିଶ୍ୱର ପ୍ରଥମ ଚିତା ପୁନର୍ବାସ ପ୍ରକଳ୍ପ। ହଁ। ଏହା ଛଡ଼ା ଏମ୍ପି ସରକାର ପୁଣି ବୋତ୍ସୁଆନାରୁ ଆଉ 8ଟା ଚିତା ଆଣିବା ପାଇଁ ବି ଯୋଜନା କରୁଛନ୍ତି, ପ୍ରୋଜେକ୍ଟ ଚିତା ଅଧୀନରେ।
ଏତେ ସ୍ଥାନାନ୍ତରଣ କାହିଁକି କରାଯାଉଛି? ଦେଖନ୍ତୁ ଏଇଟା ଗୋଟେ ଜଟିଳ ପ୍ରକଳ୍ପ। ଚିତାଙ୍କ ପାଇଁ ଖାଲି ଗୋଟିଏ ଜାଗା ମାନେ କୁନୋ ଯଥେଷ୍ଟ ନୁହେଁ, ବିଶେଷ କରି ଯେତେବେଳେ ସେମାନଙ୍କର ସଂଖ୍ୟା ବଢ଼ିବ। ଠିକ୍। ଅଲଗା ଅଲଗା ଜାଗାରେ ରଖିଲେ ଫାଇଦା ଅଛି। ଯଦି ଗୋଟେ ଜାଗାରେ କିଛି ରୋଗ ବା ସମସ୍ୟା ହେଲା ତାହେଲେ ପୁରା ପ୍ରଜାତି ବିପଦରେ ପଡ଼ିବ ନାହିଁ। ଏହାକୁ କୁହନ୍ତି ମେଟା ପପୁଲେସନ ମ୍ୟାନେଜମେଣ୍ଟ। ଆଚ୍ଛା, ମେଟା ପପୁଲେସନ ମ୍ୟାନେଜମେଣ୍ଟ। ହଁ, ତେଣୁ ଗାନ୍ଧୀ ସାଗରକୁ ଦ୍ୱିତୀୟ ଘର ଭାବେ ତିଆରି କରାଯାଉଛି। ଆଉ ଏଥିପାଇଁ ଏମ୍ପି ଆଉ ରାଜସ୍ଥାନ ଭିତରେ ଯୋଉ ଜଏଣ୍ଟ କରିଡର ମ୍ୟାନେଜମେଣ୍ଟ କମିଟି ବସିଛି ସେଇଟା ବି ବହୁତ ଭଲ ପଦକ୍ଷେପ। ବୁଝିଲି। ଏବେ ଅନ୍ୟ ପ୍ରଜାତିଙ୍କ କଥା ଦେଖିବା। ନୀଳଗିରି ତାର, ଯାହା ତାମିଲନାଡୁର ରାଜ୍ୟ ପଶୁ। ହଁ, ସେଇଟା ତ ପଶ୍ଚିମ ଘାଟରେ ଦେଖାଯାଏ। ତାର ସର୍ବେକ୍ଷଣ 2025ରେ କେରଳ ଆଉ ତାମିଲନାଡୁ ମିଶିକି କରିଛନ୍ତି। ଏହାର IUCN ସ୍ଥିତି ହେଉଛି ବିପଦଗ୍ରସ୍ତ ବା ଇଣ୍ଡେଞ୍ଜର୍ଡ। IUCN ବିଷୟରେ ଆପଣ କହିଥିଲେ? ହଁ, ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର। ଏମାନେ ପ୍ରଜାତିମାନଙ୍କର ସଂରକ୍ଷଣ ସ୍ଥିତି ଆକଳନ କରନ୍ତି। ତାଙ୍କର ରେଡ୍ ଲିଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡେଞ୍ଜର୍ଡ ମାନେ ହେଲା ଯଦି ଜଲ୍ଦି କିଛି ପଦକ୍ଷେପ ନ ନିଆଯାଏ ତେବେ ଏ ପ୍ରଜାତି ନିକଟ ଭବିଷ୍ୟତରେ ବିଲୁପ୍ତ ହୋଇଯିବାର ବହୁତ ଆଶଙ୍କା ଅଛି। ତେଣୁ ନୀଳଗିରି ତାର ସଂରକ୍ଷଣ ବହୁତ ଜରୁରୀ। ଇରାଭିକୁଲମ ଜାତୀୟ ଉଦ୍ୟାନ କେରଳରେ ଏମାନଙ୍କର ସଂଖ୍ୟା ସବୁଠୁ ବେଶୀ। ଆଚ୍ଛା, ସେହିପରି ତାମିଲନାଡୁର ଆନ୍ନାମାଲାଇ ଟାଇଗର ରିଜର୍ଭରେ ଭାରତର ପ୍ରଥମ ହର୍ଣ୍ଣବିଲ୍ ସଂରକ୍ଷଣ କେନ୍ଦ୍ର ଖୋଲିଛି। ହର୍ଣ୍ଣବିଲ୍ କନଜରଭେସନ ଇନିସିଏଟିଭ୍ ବି ଆରମ୍ଭ ହୋଇଛି। ବଢ଼ିଆ କଥା। ହର୍ଣ୍ଣବିଲ୍ ପକ୍ଷୀମାନେ ବି ଜଙ୍ଗଲ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ହିମାଳୟ ଚିତାବାଘ ମାନେ ସ୍ନୋ ଲେପର୍ଡ, ତାଙ୍କର ଗଣନା ହେଇଛି ଭାରତରେ ମୋଟ 718ଟା ଅଛନ୍ତି। 718? ଏତେ କମ୍? ହଁ, ସବୁଠୁ ବେଶୀ ଲଦାଖରେ 467ଟା, ତାପରେ ଉତ୍ତରାଖଣ୍ଡ 124, ହିମାଚଳ 51, ଅରୁଣାଚଳ 36, ସିକ୍କିମ 21 ଆଉ ଜମ୍ମୁ କାଶ୍ମୀରରେ 9ଟା। ଓହୋ, ତେବେ ଲଦାଖରେ ହିଁ ବେଶୀ ଅଛନ୍ତି। ଆଉ ଗୋଟେ ମଜା କଥା, କିର୍ଗିଜସ୍ତାନ ଏହାକୁ ତାଙ୍କର ଜାତୀୟ ପ୍ରତୀକ କରିଛି। ଆଚ୍ଛା। ସେମିତି ଗଙ୍ଗା ଡଲଫିନଙ୍କର ବି ପ୍ରଥମ ଜାତୀୟ ସର୍ଭେ ହେଇଛି। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରିଛି। ମୋଟ 6327ଟା ରେକର୍ଡ ହେଇଛି। 6327? ସଂଖ୍ୟାଟା ତ ଭଲ ଲାଗୁଛି। ହଁ, ସବୁଠୁ ବେଶୀ ଉତ୍ତରପ୍ରଦେଶରେ 2397, ଦ୍ୱିତୀୟରେ ବିହାର 2220 ଆଉ ପାଟନାରେ ଭାରତର ପ୍ରଥମ ଡଲଫିନ୍ ଗବେଷଣା କେନ୍ଦ୍ର ବି ଅଛି। ୟୁପି ସରକାର ଡଲଫିନ୍ ସଫାରି କରିବାକୁ ବି କହିଛନ୍ତି। ଏହି ସର୍ଭେଗୁଡ଼ିକ ବହୁତ ଦରକାରୀ, କାରଣ ଏଥିରୁ ପ୍ରକୃତ ସ୍ଥିତି ଜଣାପଡ଼େ ଆଉ ସେହି ହିସାବରେ ସଂରକ୍ଷଣ ଯୋଜନା ତିଆରି ହୁଏ। ସ୍ନୋ ଲେପର୍ଡ ଗଣନା ଦେଖନ୍ତୁ କେତେ କଷ୍ଟକର କାମ ସେ ଦୁର୍ଗମ ଅଞ୍ଚଳରେ। ଠିକ୍। ଶାଗୁଣାଙ୍କ ପାଇଁ ଗୋଟେ ଖୁସି ଖବର ଅଛି। 2025 ସିଙ୍କ୍ରୋନସ୍ ସର୍ଭେ ଅନୁସାରେ ତାମିଲନାଡୁରେ ତାଙ୍କ ସଂଖ୍ୟା ବଢ଼ିଛି। ବାଃ, ଏଇଟା ସତରେ ବହୁତ ବଡ଼ ଖବର। ଶାଗୁଣା ସଂରକ୍ଷଣରେ ବହୁତ ଆହ୍ୱାନ ଥିଲା। ହଁ, ସର୍ବାଧିକ ସଂଖ୍ୟା ବି ତାମିଲନାଡୁରେ 157, ତାପରେ କେରଳ, ତାପରେ କର୍ଣ୍ଣାଟକ। ଆଚ୍ଛା। କଇଁଛ ସଂରକ୍ଷଣ ଦିଗରେ ବି କାମ ହେଉଛି। ୟୁପିର ପ୍ରଥମ କଇଁଛ ସଂରକ୍ଷଣ ରିଜର୍ଭ ସରଜୁ ନଦୀ କୂଳରେ ଗୋଣ୍ଡା ଜିଲ୍ଲା ହେବ। ଆଉ ଆସାମର ନାଗଶଙ୍କର ମନ୍ଦିରକୁ କଇଁଛ ସଂରକ୍ଷଣ ପାଇଁ ଆଦର୍ଶ ମନ୍ଦିର ସମ୍ମାନ ମିଳିଛି। ମନ୍ଦିରରେ ସଂରକ୍ଷଣ, ଏଇଟା ଗୋଟେ ଭଲ ପଦକ୍ଷେପ। ସ୍ଥାନୀୟ ଲୋକଙ୍କ ଆସ୍ଥା ସହ ଯୋଡ଼ି ହେଲେ ସଂରକ୍ଷଣ ସହଜ ହୁଏ। ଏସିଆଟିକ୍ ସିଂହଙ୍କ ସଂଖ୍ୟା ବି ଗୁଜରାଟର ଭଲ ବଢ଼ିଛି। ମେ 2025 ସୁଦ୍ଧା 891 ହେଇଗଲାଣି। 6ଟା ସିଂହକୁ ଗିର୍ରୁ ବରାଡା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ସ୍ଥାନାନ୍ତର ବି କରାଯାଇଛି। ହଁ, ଗିର୍ ଛୋଡ଼ା ଆଉ ଗୋଟେ ଜାଗାରେ ବି ସିଂହ ରହିବା ଦରକାର। ଏସବୁ ଭିତରେ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ମାନେ IBCA, ତାର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିବ। ଏହାକୁ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି। ହଁ, ଏ ବିଷୟରେ ଶୁଣିଥିଲି। ଏହାର ଉଦ୍ଦେଶ୍ୟ ହେଲା 7ଟା ବଡ଼ ବିଲେଇ ପ୍ରଜାତି ବାଘ, ସିଂହ, ଚିତାବାଘ, ହିମଚିତା ବାଘ, ଚିତା, ଜାଗୁଆର ଆଉ ପ୍ୟୁମା ଏମାନଙ୍କର ସଂରକ୍ଷଣ ପାଇଁ ମିଳିତ ଭାବେ କାମ କରିବା। ଭୂପେନ୍ଦ୍ର ଯାଦବ ଏହାର ସଭାପତି। ଏଇଟା ଗୋଟେ ଭଲ ପଦକ୍ଷେପ, କାରଣ ଏ ବଡ଼ ବିଲେଇମାନେ ତ ଗୋଟିଏ ଦେଶରେ ସୀମିତ ନୁହନ୍ତି। ତାଙ୍କ ବାସସ୍ଥାନ ଅନେକ ଦେଶରେ ଅଛି। ତେଣୁ ଆନ୍ତର୍ଜାତୀୟ ସହଯୋଗ ନିହାତି ଦରକାର। ଆଉ ଏହା ସହିତ ସ୍ଥାନୀୟ ଉଦ୍ୟମ ବି ଜରୁରୀ। ଯେମିତି ଆସାମରେ ଗଜମିତ୍ର ଯୋଜନା ଚାଲିଛି। ମଣିଷ ହାତୀ ସଂଘର୍ଷ କମ୍ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଟ୍ରେନିଂ ଦିଆଯାଉଛି। ଏଇଟା ବହୁତ ଭଲ ଆଇଡିଆ। ଆଉ ଗୋଟେ ଦୁଃଖ ଖବର ବି ଅଛି।
ଏସିଆର ସବୁଠୁ ବୟସ୍କ ହାତୀ ବତ୍ସଲାର ମୃତ୍ୟୁ ହୋଇଛି ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ। ଓହୋ, ବହୁ ଦୁଃଖର କଥା। ଆଉ ଦୁଇଟା ଛୋଟ ଖବର। ଭାରତର ପ୍ରଥମ ଶ୍ୱେତ ବ୍ୟାଘ୍ର ପ୍ରଜନନ କେନ୍ଦ୍ର ମୁକୁନ୍ଦପୁର ରିୱା ଏମ୍ପିରେ ଅଛି। ହଁ, ସେଇଟା ତ ପୁରୁଣା କଥା, କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ଏବେ ଆସନ୍ତୁ ଆର୍ଦ୍ରଭୂମି ଆଉ ତଟୀୟ ସଂରକ୍ଷଣ କଥା ଦେଖିବା। ରାମସର ସ୍ଥଳୀ ସଂଖ୍ୟା ବଢ଼ିଛି। ଭାରତରେ ଏବେ ମୋଟ 91ଟା ହେଲାଣି। 91? ୱା! ହଁ, ରାଜସ୍ଥାନରେ 2ଟା ନୂଆଖିଚାନ ଆଉ ମେନାର। ଏବେ ରାଜସ୍ଥାନରେ ମୋଟ 4ଟା ହେଲା। ଆଗରୁ ସାମ୍ଭର ଆଉ କେଉଲାଦେବ ଘାନା ଥିଲା। ଆଚ୍ଛା। ସବୁଠୁ ବେଶୀ ତ ତାମିଲନାଡୁରେ। କୋଡି ସେଠି ବି ନୂଆ ଯୋଡ଼ା ହେଇଛି। ଶୋକ୍ରାକୋଟାଏ, ଥେରଥାଙ୍ଗଲ, ନଞ୍ଜରାୟନ, କାଜିବେଲି, ଲଙ୍ଗାଉଡ୍ ଶୋଲା, କରାଇବେଟ୍ଟି। ବାପରେ, ତାମିଲନାଡୁ ତ ବହୁତ ଆଗରେ ଅଛି। ଦ୍ୱିତୀୟରେ ୟୁପି 10ଟା। ନୂଆ ରାମସାର ସ୍ଥଳୀ ଆଉ କେଉଁଠି ହେଇଛି ଦେଖନ୍ତୁ। ଝାଡ଼ଖଣ୍ଡର ଉଧବା ହ୍ରଦ ତାଙ୍କର ପ୍ରଥମ। ସିକ୍କିମର କେଛିଓପାଲରି ତାଙ୍କର ବି ପ୍ରଥମ। ଝାଡ଼ଖଣ୍ଡ ଆଉ ସିକ୍କିମର ପ୍ରଥମ। ଏଇଟା ବହୁତ ଭଲ କଥା। ବିହାରର ନାଗିଓ ନକ୍ଟି ତ ଆଗରୁ କହିଲି। ମଧ୍ୟପ୍ରଦେଶର ତୱା ଜଳଭଣ୍ଡାର ଓ କର୍ଣ୍ଣାଟକରେ 3ଟା ଅଙ୍କସମୁଦ୍ର, ଅଘନାଶିନୀ ଇଶ୍ଚୋରୀ ଓ ମାଗଧିକେରେ। ରାମସାର କନଭେନସନ, ଯାହା 2 ଫେବୃଆରୀ 1971ରେ ଇରାନର ରାମସାର ସହରରେ ହୋଇଥିଲା, ତାର ଗୁରୁତ୍ୱ ଏଠି ଜଣାପଡ଼ୁଛି। ଆର୍ଦ୍ରଭୂମିଗୁଡ଼ିକ ଆମ ପରିବେଶ ପାଇଁ ବହୁତ ମୂଲ୍ୟବାନ। ଆଉ ଇନ୍ଦୋର ଆଉ ଉଦୟପୁରକୁ ଭାରତର ପ୍ରଥମ ଆର୍ଦ୍ରଭୂମି ସହର ବା ୱେଟଲ୍ୟାଣ୍ଡ ସିଟିଜ୍ ମାନ୍ୟତା ମିଳିଛି। ବିଶ୍ୱରେ ମୋଟ 74ଟା ଏମିତି ସହର ଅଛି। ଏହାର ଅର୍ଥ କ'ଣ? ଦେଖନ୍ତୁ, ଆର୍ଦ୍ରଭୂମି ସହର ମାନ୍ୟତା ସେହି ସହରମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ସହର ଭିତରେ ଥିବା ଆର୍ଦ୍ରଭୂମିଗୁଡ଼ିକର ସଂରକ୍ଷଣ ଆଉ ସ୍ଥାୟୀ ବ୍ୟବହାର ପାଇଁ କାମ କରନ୍ତି। ମାନେ ସହରୀ ଯୋଜନାରେ ପ୍ରକୃତିକୁ ଗୁରୁତ୍ୱ ଦେବା। ଆର୍ଦ୍ରଭୂମିଗୁଡ଼ିକ ସହର ପାଇଁ କେତେ ଜରୁରୀ, ବନ୍ୟା ରୋକନ୍ତି, ପାଣି ସଫା କରନ୍ତି, ତାପମାତ୍ରା ନିୟନ୍ତ୍ରଣ କରନ୍ତି। ଇନ୍ଦୋର ଆଉ ଉଦୟପୁର ଏ ଦିଗରେ ବାଟ ଦେଖାଇଛନ୍ତି। ଆଉ ତଟୀୟ ସଂରକ୍ଷଣ କଥା କହିଲେ, କେରଳର 2ଟା ବିଚ୍ ପପଡ଼ ଆଉ ଚାଲ ବ୍ଲୁ ଫ୍ଲାଗ ସାର୍ଟିଫିକେଟ୍ ପାଇଛନ୍ତି। ଏବେ ଭାରତରେ ମୋଟ 13ଟା ବ୍ଲୁ ଫ୍ଲାଗ ବିଚ୍ ହେଲା। ବ୍ଲୁ ଫ୍ଲାଗ ମାନେ ସେ ବିଚ୍ଗୁଡ଼ିକ ସଫାସୁତୁରା ଆଉ ପରିବେଶ ପାଇଁ ଭଲ ଭାବେ ପରିଚାଳିତ। ହଁ, ଆଉ ଓଡ଼ିଶାର 24ଟା ତଟୀୟ ଗାଁକୁ ୟୁନେସ୍କୋ ସୁନାମି ପ୍ରସ୍ତୁତ ଗ୍ରାମ ବୋଲି ସ୍ୱୀକୃତି ଦେଇଛି। ଏଟା ବହୁତ ଭଲ କଥା, ବିଶେଷ କରି ଓଡ଼ିଶା ପରି ରାଜ୍ୟ ପାଇଁ। ଏ ସ୍ୱୀକୃତି ସେ ଗାଁ ଲୋକଙ୍କ ମନୋବଳ ବଢ଼େଇବ ଆଉ ଅନ୍ୟମାନଙ୍କୁ ବି ପ୍ରସ୍ତୁତ ହେବାକୁ ପ୍ରେରଣା ଦେବ। ଆଉ ଗୁଜରାଟର ଖିଜାଡ଼ିଆ ପକ୍ଷୀ ଅଭୟାରଣ୍ୟର ପୁନରୁଦ୍ଧାର ପାଇଁ ନାୟରା ଏନର୍ଜି ସୋ MOU ହୋଇଛି। ହଁ, କର୍ପୋରେଟ୍ ସହଯୋଗ ବି ଦରକାର। ଏବେ ଆସନ୍ତୁ କିଛି ନୂଆ ଆବିଷ୍କାର ଦେଖିବା। ପରିବେଶ କ୍ଷେତ୍ରରେ ନୂଆ ନୂଆ ଜୀବ ଉଦ୍ଭିଦ ସବୁ ମିଳୁଛନ୍ତି। ହଁ, ଏଟା ସବୁଠୁ ମଜାଦାର ଅଂଶ। ପେଞ୍ଚ ଟାଇଗର ରିଜର୍ଭରୁ ପଲିଗୋନମ୍ ଚତୁର୍ଭୁଜାନମ୍ ବୋଲି ଗୋଟେ ନୂଆ ଗଛ। ଆରାବଳୀ ପାହାଡ଼ରୁ ପୋର୍ଟୁଲାକା ଭାରତ, ପଶ୍ଚିମ ଘାଟ କେରଳରୁ ନୂଆ ଲାଇକେନ୍ ଏଲୋଗ୍ରାଫା FU ସୋସୋରେଟିକା। ଲାଇକେନ୍ ମାନେ ତ ସେଇଟା ଯୋଉଟା ଫଙ୍ଗସ୍ ଆଉ ଆଲଗି ମିଶିକି ରହନ୍ତି, ସିମ୍ବାୟୋଟିକ୍ ସମ୍ପର୍କ। ହଁ, ଠିକ୍। ଅରୁଣାଚଳ ପ୍ରଦେଶରୁ ଗୋଟେ ନୂଆ ପ୍ରଜାପତି ମିଳିଛି, ୟୁଥେଲିଆନା ମାଲକାନା। ଭାରତରେ ପ୍ରଥମ ଥର ପାଇଁ ରେକର୍ଡ ହୋଇଛି। ଆଉ ତ୍ରିପୁରାର ସିପାହୀଜଳା ଅଭୟାରଣ୍ୟରୁ ବ୍ୟାଣ୍ଡେଡ୍ ରୟାଲ ପ୍ରଜାପତି। ବାଃ, ପ୍ରଜାପତି ଦୁନିଆଟା ବି ବହୁତ ବଡ଼। ଆଉ ଜାଣିଛନ୍ତି, କେରଳର ଆରାଲାମ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ଭାରତର ପ୍ରଥମ ପ୍ରଜାପତି ଅଭୟାରଣ୍ୟ। ଓହୋ, ପ୍ରଜାପତିଙ୍କ ପାଇଁ ସ୍ୱତନ୍ତ୍ର ଅଭୟାରଣ୍ୟ। ଆଉ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଏବେ ଦ୍ୱିତୀୟ ବୃହତ୍ତମ ପ୍ରଜାପତି ବିବିଧତା ହବ୍ ହେଇଛି, 46 ପ୍ରଜାତି। ସବୁଠୁ ବଡ଼ ହେଉଛି ଅରୁଣାଚଳର ନାମଦଫା। ଆଚ୍ଛା। ଆହୁରି ଅଛି, କର୍ଣ୍ଣାଟକର କରିଗିରି ପାହାଡ଼ରୁ ନୂଆ ଡିଆଁବୁଢ଼ୀ ଆଣି ସ୍ପାରେସିୟସ୍ କରିଗିରି। ମହାରାଷ୍ଟ୍ରର କୋଙ୍କଣରୁ ନୂଆ ସ୍ଥଳଭାଗ୍ୟ ଶାମୁକା ଥିଓବାଇକସ୍ କୋଙ୍କାନେନ୍ସିସ୍। ବୁଢ଼ିଆଣୀ, ଶାମୁକା, କେତେ ଯେ ଜୀବ ଅଛନ୍ତି। ଓଡ଼ିଶାରୁ ବି ଗୋଟେ ନୂଆ ଅଦା ପ୍ରଜାତି ମିଳିଛି, ଜିଞ୍ଜିବର ଜଗନ୍ନାଥୀ, ସାହୁ ଏଣ୍ଡ ପ୍ରିୟଦର୍ଶିନୀ। ଆମ ଓଡ଼ିଶାରୁ? ବହୁତ ଖୁସିର କଥା, ନାଁଟା ବି ବଢ଼ିଆ। ଆଉ ପେରିୟାର ପ୍ଲାଟୋରୁ ନୂଆ ଗେକୋ ଦ୍ରାବିଡୋ ଗେକୋ ବେଡୋମି। ତାଲିକା ତ ଲମ୍ବା ଅଛି। ଏ ଆବିଷ୍କାରଗୁଡ଼ିକର ମହତ୍ତ୍ୱ କ'ଣ? ଦେଖନ୍ତୁ, ପ୍ରତ୍ୟେକ ନୂଆ ଆବିଷ୍କାର ଆମକୁ ପୃଥିବୀର ଜୈବ ବିବିଧତା କେତେ ବିଶାଳ ଆଉ ଜଟିଳ ସେ ବିଷୟରେ ଅଧିକ ଜଣାଏ। ଏଥିରୁ ଜଣାପଡ଼େ ଯେ ଆମେ ଏବେ ବି ଆମ ଚାରିପାଖର ପ୍ରକୃତି ବିଷୟରେ କେତେ କମ୍ ଜାଣିଛେ। ହଁ, ସତ କଥା। ଏ ଆବିଷ୍କାରଗୁଡ଼ିକ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରେ ପରିବେଶ ପରିବର୍ତ୍ତନର ପ୍ରଭାବ ବୁଝିବାରେ, ସଂରକ୍ଷଣ ଯୋଜନାକୁ ଆହୁରି ଭଲ କରିବାରେ। ଏହା ସହିତ କିଛି ବିରଳ ଦୃଶ୍ୟ ବି ଦେଖିବାକୁ ମିଳୁଛି,
ଯେମିତି କେରଳର କକ୍କମ୍ପାରାରେ ଗ୍ରେଟ୍ ହର୍ଣ୍ଣବିଲ୍, ଅରୁଣାଚଳରେ ବାର୍ ହେଡେଡ୍ ଗୁସ୍। ଆଉ ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ସିଆମିଜ୍ ଫାୟାରବ୍ୟାକ୍ ଦେଖାଯାଇଛି, ଯାହା ରୁଷିଆର ଜାତୀୟ ପକ୍ଷୀ। ଆଚ୍ଛା। କାଜିରଙ୍ଗାରେ ସୁବର୍ଣ୍ଣ ବ୍ୟାଘ୍ର ବୁରିଦଂ ଟାଇଗର, ହିମାଚଳର ମିୟାର ଭ୍ୟାଲିରେ ଲୋମସ ଉଡ଼ନ୍ତା ଗୁଣ୍ଡୁଚିମୂଷା ବୁଲି ଫ୍ଲାଇଂ ସ୍କ୍ୱିରେଲର ପ୍ରଥମ ଫଟୋ, ରାଜସ୍ଥାନର ଟୋଙ୍କରେ ଆଲବିନୋ ସୂର୍ଯ୍ୟମୁଖୀ ଗୁଣ୍ଡୁଚିମୂଷା। ଏ ବିରଳ ଦୃଶ୍ୟଗୁଡ଼ିକ ଜେନେଟିକ୍ ବିବିଧତା ଆଉ ପ୍ରଜାତି ଭିତରେ ଥିବା ପ୍ରାକୃତିକ ପରିବର୍ତ୍ତନଶୀଳତାକୁ ଦେଖାଏ। ସୁବର୍ଣ୍ଣ ବ୍ୟାଘ୍ର କଥାଟା ବହୁତ କୌତୂହଳପୂର୍ଣ୍ଣ। ଆଉ ଗୋଟେ ଖବର ଅଛି, ବୈଜ୍ଞାନିକମାନେ ପ୍ରାଚୀନ ଡାୟାର ଉଲ୍ଫ ପ୍ରଜାତିକୁ ପୁଣି ଜୀବନ୍ତ କରିବାରେ ସଫଳ ହୋଇଛନ୍ତି ବୋଲି କୁହାଯାଉଛି। ଓହୋ, ଏଇଟା ତ ବହୁତ ବଡ଼ କଥା ଯଦି ସତ ହୁଏ। ଏହା ଜେନେଟିକ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ, କିନ୍ତୁ ଏହାର ନୈତିକ ଦିଗ ବି ଅଛି। ଠିକ୍। ଏବେ ଆସନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଉ ତାର ସମାଧାନ ଦିଗରେ କ'ଣ ହେଉଛି ଦେଖିବା। ଗ୍ଲେସିୟର ତରଳିବା ଏକ ବଡ଼ ଚିନ୍ତା। ହଁ, ଏଇଟା ବହୁତ ଗମ୍ଭୀର ସମସ୍ୟା। ନେପାଳର ଗ୍ୟାଲା ଗ୍ଲେସିୟରକୁ ମେ 2025ରେ ମୃତ ଘୋଷଣା କରାଯାଇଛି। କୁଆଡ଼େ 66% କମିଗଲାଣି ଆଉ 2040 ସୁଦ୍ଧା ପୁରା ମିଳେଇଯିବ। ଏସିଆର ପ୍ରଥମ ମୃତ ଗ୍ଲେସିୟର। ମୃତ ଗ୍ଲେସିୟର ମାନେ ସେଇଟା ଏତେ ଛୋଟ ହେଇଗଲାଣି ଯେ ଆଉ ବରଫ ଜମେଇ ନିଜ ଆକାର ବଜାୟ ରଖିପାରୁନି, ଖାଲି ତରଳୁଛି। କଲମ୍ବିଆର ରିଟାକୁବା ବ୍ଲାଙ୍କୋ ଗ୍ଲେସିୟର ବି ଜଲ୍ଦି ତରଳୁଛି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା, ଭେନେଜୁଏଲା ହେଉଛି ବିଶ୍ୱର ପ୍ରଥମ ଦେଶ ଯିଏ ନିଜର ସବୁ ଗ୍ଲେସିୟର ହରେଇଛି। ସବୁ ଗ୍ଲେସିୟର? ବାପରେ, 6ଟାର 5ଟା ପୁରା ଗଲାଣି, ଆଉ ଶେଷଟା ଯୋଉ ହାମ୍ବୋଲ୍ଡ ଗ୍ଲେସିୟର, ସେ ବି ସଙ୍କଟରେ। ହଁ, ଏହାର ପରିଣାମ କ'ଣ ହେବ? ଦେଖନ୍ତୁ, ଦୁଇଟା ମୁଖ୍ୟ ପରିଣାମ। ପ୍ରଥମତଃ, ନଦୀରେ ପାଣି କମିବ, ଯାହା ଉପରେ କୋଟି କୋଟି ଲୋକ ପିଇବା ପାଣି ଆଉ ଚାଷ ପାଇଁ ନିର୍ଭର କରନ୍ତି। ଦ୍ୱିତୀୟତଃ, ସମୁଦ୍ର ପତ୍ତନ ବଢ଼ିବ। ଏହା ତଟବର୍ତ୍ତୀ ଅଞ୍ଚଳ ଆଉ ଦ୍ୱୀପ ଦେଶଗୁଡ଼ିକ ପାଇଁ ବହୁତ ବଡ଼ ବିପଦ। ଆଉ ଏ ବର୍ଷ 21 ମାର୍ଚ୍ଚ 2025ରେ ପ୍ରଥମ ବିଶ୍ୱ ଗ୍ଲେସିୟର ଦିବସ ପାଳନ କରାଯାଇଛି। ଏହା ସଚେତନତା ବଢ଼େଇବାରେ ସାହାଯ୍ୟ କରିବ। ମରୁଭୂମିକରଣ ବି ଆଉ ଗୋଟେ ବଡ଼ ସମସ୍ୟା। ସାଉଦି ଆରବର ରିୟାଦରେ UNCCDର 16ତମ COP ହେଲା। ଥିମ୍ ଥିଲା ଆମ ଭୂମି ଆମ ଭବିଷ୍ୟତ। ହଁ, ଆୱାର ଲ୍ୟାଣ୍ଡ ଆୱାର ଫ୍ୟୁଚର। ସେଠି ଭାରତର ଆରାବାଳି ଗ୍ରୀନ୍ ୱାଲ୍ ପ୍ରୋଜେକ୍ଟ କଥା କୁହାଗଲା। ଲକ୍ଷ୍ୟ ହେଉଛି 1.15 ମିଲିୟନ ହେକ୍ଟର ଭୂମିକୁ ପୁଣି ଭଲ କରିବା। ଏଇଟା ବହୁତ ବଡ଼ ଆଉ ଜରୁରୀ ପ୍ରକଳ୍ପ। ଆରାବଳୀ ପାହାଡ଼ ଉତ୍ତର ଭାରତର ପାଣିପାଗ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ସଫଳତା ପାଇଁ ସ୍ଥାନୀୟ ଲୋକଙ୍କର ସହଯୋଗ ଆଉ ଠିକ୍ ଗଛ ଲଗେଇବା ଦରକାର। ବିଶ୍ୱ ମରୁଭୂମିକରଣ ଓ ମରୁଡ଼ି ମୁକାବିଲା ଦିବସ 17 ଜୁନ 2025ର ଥିମ୍ ଥିଲା ଭୂମି ପୁନରୁଦ୍ଧାର କରୋ, ସୁଯୋଗ ଖୋଲ। ରିଷ୍ଟୋର ଦ ଲ୍ୟାଣ୍ଡ, ଅନଲକ୍ ଦି ଅପରଚ୍ୟୁନିଟିଜ୍। ଠିକ୍। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ ପାଇଁ ଯେଉଁ ସୂଚକାଙ୍କ ବାହାରେ CCPI 2025, ସେଥିରେ ଭାରତର ସ୍ଥାନ 10ମ। 10ମ ସ୍ଥାନ ଭଲ, କିନ୍ତୁ ମନେ ରଖିବାକୁ ହେବ ଯେ ପ୍ରଥମ 3ଟା ସ୍ଥାନ ଖାଲି ଅଛି, କାରଣ କୌଣସି ଦେଶ ଯଥେଷ୍ଟ ଭଲ କାମ କରୁନାହାନ୍ତି। ଚତୁର୍ଥରେ ଡେନମାର୍କ। ଆଚ୍ଛା, କିନ୍ତୁ ଗୋଟେ ଚିନ୍ତାର ବିଷୟ ହେଲା ନାଇଟ୍ରସ୍ ଅକ୍ସାଇଡ୍ ମାନେ N2O ନିର୍ଗମନରେ ଭାରତ ଦୁନିଆରେ ଦ୍ୱିତୀୟ 11%। ହଁ, ପ୍ରଥମରେ ଚୀନ ଅଛି 16%। N2O ଗୋଟେ ବହୁତ ଶକ୍ତିଶାଳୀ ଗ୍ରୀନହାଉସ୍ ଗ୍ୟାସ୍। CO2 ଠାରୁ ବି ବେଶୀ ଉତ୍ତାପ ଧରି ରଖେ। ଆଉ ଏହାର ମୁଖ୍ୟ ଉତ୍ସ ହେଲା ଚାଷରେ ସାର ବ୍ୟବହାର ଆଉ ପଶୁଙ୍କ ଗୋବର ଖତ। ହଁ, ତେଣୁ ଏହାକୁ କମ୍ କରିବା ଗୋଟେ ବଡ଼ ଆହ୍ୱାନ, କାରଣ ଏହା ଖାଦ୍ୟ ଉତ୍ପାଦନ ସହ ଯୋଡ଼ା। ସମାଧାନ ହେଉଛି ସ୍ମାର୍ଟ ଚାଷ ପଦ୍ଧତି, ସାରର ଠିକ୍ ବ୍ୟବହାର, ଭଲ ମାଟି ପରିଚାଳନା, ଗୋବରରୁ ବାୟୋଗ୍ୟାସ୍ କରିବା। ଚାଷୀମାନଙ୍କୁ ସଚେତନ କରିବା ଦରକାର। ନିଶ୍ଚୟ, ଆଉ ଠିକ୍ ଟେକ୍ନୋଲୋଜି ବି ଯୋଗାଇବା ଦରକାର। ସମାଧାନ ଦିଗରେ କିଛି ନୂଆ ପ୍ରଯୁକ୍ତି ବି ଆସୁଛି। ପୁଣେରେ ଭାରତର ପ୍ରଥମ CO2ରୁ ମିଥାନଲ ପାଇଲଟ ପ୍ଲାଣ୍ଟ ତିଆରି ହୋଇଛି। ଦିନକୁ 1.4 ଟନ୍ କ୍ଷମତା। ଏଇଟା କାର୍ବନ କ୍ୟାପଚରର ଗୋଟେ ଉଦାହରଣ। CO2କୁ ବାୟୁମଣ୍ଡଳରୁ କାଢ଼ି ତାକୁ ବ୍ୟବହାରଯୋଗ୍ୟ ଇନ୍ଧନରେ ବଦଳାଇବା। ଭୁଟାନ ଗ୍ରୀନ୍ କ୍ରିପ୍ଟୋକରେନ୍ସି ଗ୍ରହଣ କରିବାକୁ ଘୋଷଣା କରିଛି। ଇଂଲଣ୍ଡ ପ୍ରୋଜେକ୍ଟ ସିକ୍ୟୁର ଆରମ୍ଭ କରିଛି ସମୁଦ୍ରରୁ କାର୍ବନ ଶୋଷିବା ପାଇଁ। ସିକ୍ୟୁର, ସି ୱାଟର କାର୍ବନ ଅପଟେକ୍ ଆଣ୍ଡ ରିମୁଭାଲ ଏକ୍ସପେରିମେଣ୍ଟ। ଏଇଟା କାର୍ବନ ରିମୁଭାଲ ଏବେ ବି ଏକ୍ସପେରିମେଣ୍ଟାଲ ସ୍ତରରେ ଅଛି, କିନ୍ତୁ ଭବିଷ୍ୟତ ପାଇଁ ଆଶା ଅଛି। ହରିୟାଣା ସରକାର AI ବ୍ୟବହାର କରି ଜଳ ଆଟଲାସ 2025 ତିଆରି କରିଛନ୍ତି ଭୂତଳ ଜଳ ସଙ୍କଟ ମୁକାବିଲା ପାଇଁ। ଆଉ ଆନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ IMO ଦୁନିଆର ପ୍ରଥମ ସିପିଂ କାର୍ବନ ଟ୍ୟାକ୍ସ ଲଗାଇଛି। ଏସବୁ ପଦକ୍ଷେପ ଭଲ। AIର ବ୍ୟବହାର ଜଳ ପରିଚାଳନାରେ ସାହାଯ୍ୟ କରିବ, ଆଉ କାର୍ବନ ଟ୍ୟାକ୍ସ ଭଳି ନୀତିଗତ ପଦକ୍ଷେପ ବି ଜରୁରୀ।
ଗୋଟିଏ ସମାଧାନ କାମ ଦେବନି, ସବୁ ଦିଗରୁ ଚେଷ୍ଟା କରିବାକୁ ପଡ଼ିବ। ଏବେ ପ୍ରଦୂଷଣ ଆଉ ବର୍ଜ୍ୟବସ୍ତୁ ପରିଚାଳନା କଥା। ବିଶ୍ୱ ପରିବେଶ ଦିବସ 2025ର ଗୋଟିଏ ଥିମ୍ ଥିଲା ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍। କେରଳ ହାଇକୋର୍ଟ ପାହାଡ଼ିଆ ପର୍ଯ୍ୟଟନ ସ୍ଥଳୀରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍ କରିଛନ୍ତି। ହଁ, ପ୍ଲାଷ୍ଟିକ୍ ପ୍ରଦୂଷଣ ତ ବହୁତ ବଡ଼ ସମସ୍ୟା। ଏମିତି ପଦକ୍ଷେପ ଦରକାର। ଆଉ ଗୋଟେ ଅଲଗା ପ୍ରକାର ପ୍ରଦୂଷଣ ହେଲା ଆଲୋକ ପ୍ରଦୂଷଣ। ମହାରାଷ୍ଟ୍ରର ପେଞ୍ଚ ଟାଇଗର ରିଜର୍ଭକୁ ଭାରତର ପ୍ରଥମ ଡାର୍କ ସ୍କାଇ ପାର୍କ ଘୋଷଣା କରାଯାଇଛି। ଏହାର ମହତ୍ତ୍ୱ କ'ଣ? ଦେଖନ୍ତୁ, ଡାର୍କ ସ୍କାଇ ପାର୍କ ମାନେ ଏମିତି ଜାଗା ଯେଉଁଠି ରାତିରେ କୃତ୍ରିମ ଆଲୁଅ ବହୁତ କମ୍ ଥାଏ। ଏଇଟା ଖାଲି ତାରା ଦେଖିବା ପାଇଁ ଭଲ ନୁହେଁ, ହଁ, ବନ୍ୟପ୍ରାଣୀଙ୍କ ପାଇଁ ବି ବହୁତ ଜରୁରୀ। ଅନେକ ନିଶାଚର ପ୍ରାଣୀ, ପକ୍ଷୀଙ୍କ ଜୀବନଚକ୍ର ଏହି କୃତ୍ରିମ ଆଲୁଅ ଯୋଗୁଁ ଗଡ଼ବଡ଼ ହେଇଯାଏ। ତେଣୁ ଏ ପଦକ୍ଷେପ ଆଲୋକ ପ୍ରଦୂଷଣ ବିଷୟରେ ସଚେତନତା ବଢ଼ାଇବ। ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ନୂଆଦିଲ୍ଲୀ ସରକାର କ୍ଲାଉଡ୍ ସିଡିଂକୁ ଅନୁମୋଦନ ଦେଇଛନ୍ତି। କ୍ଲାଉଡ୍ ସିଡିଂ ମାନେ କୃତ୍ରିମ ବର୍ଷା କରାଇବା। ଏହା କେତେ ସଫଳ ହେବ ଦେଖିବାକୁ ପଡ଼ିବ। ବର୍ଜ୍ୟବସ୍ତୁ ପରିଚାଳନା କଥା ଦେଖିଲେ ନୂଆଦିଲ୍ଲୀରେ ଭାରତର ପ୍ରଥମ ଇ-ୱେଷ୍ଟ ରିସାଇକ୍ଲିଂ ଇକୋ ପାର୍କ ହେଉଛି। ବର୍ଜ୍ୟବସ୍ତୁ ତ ବହୁତ ବଡ଼ ଚିନ୍ତା। ଏ ପାର୍କଟା ଜରୁରୀ ଥିଲା। ଇନ୍ଦୋରରେ ଭାରତର ପ୍ରଥମ ପିପିପି ମଡେଲରେ ଗ୍ରୀନ୍ ୱେଷ୍ଟ ପ୍ରୋସେସିଂ ପ୍ଲାଣ୍ଟ ତିଆରି ହେଉଛି। ଏଇଟା କାଠ, ଡାଳ, ପତ୍ର, ଫୁଲକୁ ସଡଷ୍ଟରେ ବଦଳେଇବ। ଆଚ୍ଛା, ସବୁଜ ବର୍ଜ୍ୟବସ୍ତୁ ପାଇଁ ସଡଷ୍ଟ ତ ବୈକଳ୍ପିକ ଇନ୍ଧନ ବା ପ୍ୟାକେଜିଂରେ କାମରେ ଆସିପାରେ। ଏଇଟା ହେଲା ୱେଷ୍ଟ ଟୁ ୱେଲ୍ଥର ଆଉ ଗୋଟେ ଉଦାହରଣ। ହଁ, ଆଉ ଗ୍ୱାଲିୟରରେ ଗୋବରରୁ କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ତିଆରି ହେଉଛି, ଗୋଟେ ଆଧୁନିକ ଆତ୍ମନିର୍ଭର ଗୋଶାଳା ସହିତ। ଏଗୁଡ଼ିକ ସବୁ ସଠିକ୍ ଦିଗରେ ପଦକ୍ଷେପ। ବର୍ଜ୍ୟବସ୍ତୁକୁ ଫିଙ୍ଗିବା ବଦଳରେ ତାକୁ ସମ୍ପଦରେ ବଦଳେଇବା ଦରକାର। ଏଇଟା ହିଁ ସର୍କ୍ୟୁଲାର ଇକୋନୋମି। ଓଜୋନ ସ୍ତର କଥା ବି ମନେ ପକାଇବା। ବିଶ୍ୱ ଓଜୋନ ଦିବସ 16 ସେପ୍ଟେମ୍ବର 2025ର ଥିମ୍ ହେଲା ମଣ୍ଟ୍ରିଆଲ ପ୍ରୋଟୋକଲ, ଜଳବାୟୁ କାର୍ଯ୍ୟକୁ ଆଗକୁ ବଢ଼ାଇବା। ମଣ୍ଟ୍ରିଆଲ ପ୍ରୋଟୋକଲ, ଆଡଭାନ୍ସିଂ କ୍ଲାଇମେଟ୍ ଆକ୍ସନ୍। ହଁ, ମଣ୍ଟ୍ରିଆଲ ପ୍ରୋଟୋକଲ 1987 ଓଜୋନ ସ୍ତର ରକ୍ଷା କରିବାରେ ବହୁତ ସଫଳ ହୋଇଛି। ଏବେ ଆସନ୍ତୁ ନବୀକରଣୀୟ ଶକ୍ତି ଆଉ ସବୁଜ ପଦକ୍ଷେପ ଦେଖିବା। ଭାରତ ଏଥିରେ ବହୁତ ଆଗୁଛି ପରି ଲାଗୁଛି। ହଁ, ଏ କ୍ଷେତ୍ରରେ ପ୍ରକୃତରେ ଭଲ କାମ ହେଉଛି। ରେଳବାଇ ଷ୍ଟେସନ ଆଉ ବିଲ୍ଡିଂରେ ସୋଲାର ପ୍ୟାନେଲ ଲଗେଇବାରେ ରାଜସ୍ଥାନ ସବୁଠୁ ଆଗରେ, ମହାରାଷ୍ଟ୍ର ଦ୍ୱିତୀୟ। ରେଳବାଇ ମୋଟ 249ଟି ଜାଗାରେ 209 ମେଗାୱାଟ ଲଗେଇ ସାରିଲାଣି। 209 ମେଗାୱାଟ, ବାଃ! ହିମାଚଳ ପ୍ରଦେଶର ରାଜା ଖାସ୍ ଗାଁ ହେଉଛି ପ୍ରଥମ ସୌର ମଡେଲ ଗାଁ। ଦିଲ୍ଲୀ ବିଧାନସଭା ଭାରତର ପ୍ରଥମ ବିଧାନସଭା ହେବ ଯାହା ପୁରା ସୋଲାର ପାୱାରରେ ଚାଲିବ। ଏଗୁଡ଼ିକ ସବୁ ଭଲ ଉଦାହରଣ। ଉତ୍ତରପ୍ରଦେଶରେ ଟାଟା ପାୱାର ସୋଲାର ସିଷ୍ଟମ୍ସ ଘର ଘର ସୋଲାର ପଦକ୍ଷେପ ଆରମ୍ଭ କରିଛି। ବାରାଣସୀରୁ 10 ଲକ୍ଷ ଘରେ ରୁଫଟପ୍ ସୋଲାର ଲଗେଇବା ଲକ୍ଷ୍ୟ। ଏ ବିକେନ୍ଦ୍ରୀକୃତ ସୌରଶକ୍ତି ଗୁରୁତ୍ୱପୂର୍ଣ୍ଣ। ପବନ ଶକ୍ତି କ୍ଷମତା ବି ବଢ଼ିଛି। ଜୁନ୍ 2025 ସୁଦ୍ଧା 51.5 ଗିଗାୱାଟ ହେଇଗଲାଣି, 10.5% ବୃଦ୍ଧି। ବିଶ୍ୱ ପବନ ଦିବସ 15 ଜୁନ୍ 2025 ଥିମ୍ ଥିଲା ପବନ ଶକ୍ତି, ଭାରତର ଭବିଷ୍ୟତକୁ ଶକ୍ତି ପ୍ରଦାନ। ୱିଣ୍ଡ ଏନର୍ଜି ପାୱରିଂ ଇଣ୍ଡିଆସ୍ ଫ୍ୟୁଚର। ଠିକ୍। ଆଉ ଗ୍ଲୋବାଲ ଏନର୍ଜି ଥିଙ୍କ ଟ୍ୟାଙ୍କ ଏମ୍ବରର ରିପୋର୍ଟ ଅନୁସାରେ ପବନ ଆଉ ସୌରଶକ୍ତିରୁ ବିଜୁଳି ଉତ୍ପାଦନରେ ଭାରତ ଦୁନିଆରେ ତୃତୀୟ। ପ୍ରଥମ ଦୁଇଟା କିଏ? ପ୍ରଥମ ଚୀନ, ଦ୍ୱିତୀୟ ଆମେରିକା। ହଁ, ଭାରତର ଅଗ୍ରଗତି ଏ କ୍ଷେତ୍ରରେ ବହୁତ ଭଲ। ବଡ଼ ବଡ଼ ପାର୍କ ସହ ଛୋଟ ଛୋଟ ରୁଫଟପ୍ ପ୍ରକଳ୍ପ ବି ଚାଲୁଛି। ଏହା ଶକ୍ତି ସୁରକ୍ଷା ବଢ଼ାଇବ ଆଉ କାର୍ବନ ନିର୍ଗମନ ବି କମ୍ କରିବ। ଆଉ ଗୋଟେ ନୂଆ କନସେପ୍ଟ ଆସୁଛି, ସବୁଜ ଜିଡିପି। ଛତିଶଗଡ଼ ପ୍ରଥମ ରାଜ୍ୟ ଭାବେ ନିଜ ଜଙ୍ଗଲ ପରିବେଶକୁ ଗ୍ରୀନ୍ ଜିଡିପି ସହ ଯୋଡ଼ିଛି। ଏହାର ଅର୍ଥ କ'ଣ? ଦେଖନ୍ତୁ, ଆମେ ଯେଉଁ ଜିଡିପି ମାପୁ ସେଥିରେ ଖାଲି ଅର୍ଥନୈତିକ ଉତ୍ପାଦନ ଥାଏ, କିନ୍ତୁ ସେ ଉତ୍ପାଦନ ପାଇଁ ଆମେ କେତେ ପ୍ରାକୃତିକ ସମ୍ପଦ ନଷ୍ଟ କଲୁ ବା ପରିବେଶର କେତେ କ୍ଷତି କଲୁ ସେ କଥା ନଥାଏ। ହଁ, ସେଇଟା ତ ଠିକ୍। ସବୁଜ ଜିଡିପି ବା ଗ୍ରୀନ୍ ଜିଡିପି ସେଇ କ୍ଷତିକୁ ହିସାବକୁ ନିଏ। ମାନେ ଜିଡିପିରୁ ପ୍ରାକୃତିକ ସମ୍ପଦ ହ୍ରାସନ ମୂଲ୍ୟ ଆଉ ପରିବେଶ ଅବକ୍ଷୟର ମୂଲ୍ୟକୁ ବାଦ୍ ଦିଆଯାଏ। ଏହାଦ୍ୱାରା ବିକାଶର ଗୋଟେ ଅଧିକ ସଠିକ୍ ଚିତ୍ର ମିଳେ। କାମଟା ଜଟିଳ, କିନ୍ତୁ ଏହା ସ୍ଥାୟୀ ବିକାଶ ପାଇଁ ଜରୁରୀ। ବୁଝିଲେ? ଆଉ କିଛି ସବୁଜ ପଦକ୍ଷେପ ଦେଖିବା। ବିଶ୍ୱର ସବୁଠୁ ବଡ଼ ନବୀକରଣୀୟ ଶକ୍ତି ପାର୍କ ଗୁଜରାଟର ଖାୱାଡ଼ାରେ ତିଆରି ହୋଇଛି ଅଦାନୀ ଗ୍ରୀନ୍ ଏନର୍ଜି ଦ୍ୱାରା। କ୍ଷମତା 30 ଗିଗାୱାଟ, କ୍ଷେତ୍ରଫଳ
538 ବର୍ଗ କିଲୋମିଟର। 30 ଗିଗାୱାଟ এটা ବିଶାଳ ପ୍ରକଳ୍ପ। ଗ୍ଲୋବାଲ ବାୟୋଫ୍ୟୁଲ ଆଲାଏନ୍ସର ମୁଖ୍ୟାଳୟ ଭାରତରେ ହେବ। ଆଇଏସ୍ଏ ପରେ ଏହା ଦ୍ୱିତୀୟ। 2023 G20ରେ ଏହା ଆରମ୍ଭ ହୋଇଥିଲା। ସ୍ଥାପକ ସଦସ୍ୟ ହେଲେ ଭାରତ, ଆର୍ଜେଣ୍ଟିନା, ବାଂଲାଦେଶ, ବ୍ରାଜିଲ, ଇଟାଲୀ, ମରିସିୟସ୍, ସିଙ୍ଗାପୁର, UAE ଆଉ USA। ଏବେ ମୋଟ 22 ଦେଶ ଅଛନ୍ତି। ବାୟୋଫ୍ୟୁଏଲ ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ। ଭାରତର ପ୍ରଥମ ହାଇଡ୍ରୋଜେନ ପରିବହନ ପାଇପଲାଇନ ଟାଟା ଷ୍ଟିଲ୍ ତିଆରି କରିଛି। ଆଉ କଚ୍ଛ, ଗୁଜରାତରେ ଅଦାନୀ ଗ୍ରୁପ ଭାରତର ପ୍ରଥମ ଅଫ୍-ଗ୍ରିଡ୍ 5 ମେଗାୱାଟ ଗ୍ରୀନ୍ ହାଇଡ୍ରୋଜେନ ପାଇଲଟ ପ୍ଲାଣ୍ଟ ସ୍ଥାପନ କରିଛି। ଗ୍ରୀନ୍ ହାଇଡ୍ରୋଜେନ ଭବିଷ୍ୟତର ଇନ୍ଧନ ହୋଇପାରେ। ଏହା ଉପରେ ଗବେଷଣା ବହୁତ ଜରୁରୀ। IIT ଖଡ଼ଗପୁର ଡ୍ରମ୍ ଆପ୍ ତିଆରି କରିଛି, ଯାହା ଲୋକଙ୍କୁ ସବୁଜ ମାର୍ଗ ବାଛିବାରେ ସାହାଯ୍ୟ କରିବ। ଆଉ ଆନ୍ଧ୍ରପ୍ରଦେଶର ଅମରାବତୀ ବିଶ୍ୱର ପ୍ରଥମ ସହର ହେବାକୁ ଯାଉଛି, ଯାହା ପୁରା ନବୀକରଣୀୟ ଶକ୍ତିରେ ଚାଲିବ। ଏତେ ସବୁ ପଦକ୍ଷେପ ଶୁଣି ଭଲ ଲାଗୁଛି, କିନ୍ତୁ ଏସବୁକୁ ବଡ଼ ସ୍ତରରେ କରିବା ଆଉ ଗ୍ରିଡ୍ ସହ ଯୋଡ଼ିବା ଗୋଟେ ବଡ଼ ଆହ୍ୱାନ। ଏସବୁ କାମ ପାଇଁ ସ୍ୱୀକୃତି ବି ମିଳୁଛି। ସ୍ୱଚ୍ଛ ସର୍ବେକ୍ଷଣ 2024-25ରେ ଇନ୍ଦୋର ପୁଣି ଥରେ ସବୁଠୁ ସଫା ସହର ହେଇଛି, 8ମ ଥର ପାଇଁ। ବାଃ, ଇନ୍ଦୋର ତ କମାଲ କରୁଛି। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାକୁ ସୁପର ସ୍ୱଚ୍ଛ ଲିଗ୍ ସିଟି ପୁରସ୍କାର ମିଳିଛି, ବନ୍ୟା ସତ୍ତ୍ୱେ। ଏଟା ବଡ଼ କଥା। ସର୍ବାଧିକ ପ୍ରଭାବଶାଳୀ ପରିବେଶବିତ୍ ପୁରସ୍କାର 2025 ଆଚାର୍ଯ୍ୟ ପ୍ରଶାନ୍ତଙ୍କୁ ମିଳିଛି। ଫୁଡ୍ ପ୍ଲାନେଟ୍ ପ୍ରାଇଜ୍ ସ୍ୱିଡେନର ନାଇଟ୍ରୋକ୍ୟାପ୍ଟକୁ। ଷ୍ଟକହୋମ୍ ୱାଟର ପ୍ରାଇଜ୍ ଭିଏନାର ହାଇଡ୍ରୋଲଜିଷ୍ଟ ଗୁଣ୍ଟର ବ୍ଲୋସଲକୁ। ଏ ପୁରସ୍କାରଗୁଡ଼ିକ ଅନ୍ୟମାନଙ୍କୁ ବି ପ୍ରେରଣା ଦିଏ। ହିମାଚଳ ପ୍ରଦେଶର ଦୁର୍ଗେଶ ଆରଣ୍ୟ ଜୁଲୋଜିକାଲ ପାର୍କ IGBC ସାର୍ଟିଫିକେସନ୍ ପାଇଛି, ଭାରତର ପ୍ରଥମ ପାର୍କ ଭାବେ। ଆସାମର ନାଗଶଙ୍କର ମନ୍ଦିରକୁ କଇଁଛ ସଂରକ୍ଷଣ ପାଇଁ ଆଦର୍ଶ ମନ୍ଦିର କୁହାଯାଇଛି। ହଁ, ଏ କଥା ଆମେ ଆଗରୁ କହିଥିଲେ। ଆଉ ଉତ୍ତରପ୍ରଦେଶର ଗାଜିଆବାଦ ମ୍ୟୁନିସିପାଲ କର୍ପୋରେସନ ଦେଶର ପ୍ରଥମ ସାର୍ଟିଫାଇଡ୍ ଗ୍ରୀନ୍ ମ୍ୟୁନିସିପାଲ ବଣ୍ଡ ଜାରି କରିଛି। ଗ୍ରୀନ୍ ବଣ୍ଡ ଏହା ପରିବେଶ ଅନୁକୂଳ ପ୍ରକଳ୍ପ ପାଇଁ ପଇସା ଯୋଗାଡ଼ କରିବାର ଗୋଟେ ଭଲ ଉପାୟ। ଆନ୍ତର୍ଜାତୀୟ ସ୍ତରରେ ବି କିଛି ସମ୍ମିଳନୀ ହୋଇଛି। ଚତୁର୍ଥ ଜାତିସଂଘ ମହାସାଗର ସମ୍ମିଳନୀ 2028ରେ ଚିଲି ଆଉ ଦକ୍ଷିଣ କୋରିଆରେ ହେବ। 46ତମ ଆଣ୍ଟାର୍କଟିକ୍ ଚୁକ୍ତି ବୈଠକ ଜୁନ 2025ରେ ଭାରତରେ ହୋଇଛି। 11ତମ ବ୍ରିକ୍ସ ପରିବେଶ ମନ୍ତ୍ରୀ ସ୍ତରୀୟ ବୈଠକ ଏପ୍ରିଲ 2025ରେ ବ୍ରାଜିଲରେ। UNCCD COP16 ତ ରିୟାଦରେ ହେଲା। ଏ ବୈଠକଗୁଡ଼ିକରେ ବିଭିନ୍ନ ଦେଶ ମିଶି ପରିବେଶ ସମସ୍ୟାର ସମାଧାନ ଖୋଜନ୍ତି। ଆନ୍ତର୍ଜାତୀୟ ସୌର ମେଣ୍ଟ ବା ISAରେ ନେପାଳ 100ତମ ସଦସ୍ୟ ହେଇଛି। ISA ତ 2015ରେ ପ୍ୟାରିସ୍ COP21 ବେଳେ ଆରମ୍ଭ ହୋଇଥିଲା, ମୁଖ୍ୟାଳୟ ଗୁରୁଗ୍ରାମରେ। ହଁ, ବର୍ତ୍ତମାନ DG ଅଜୟ ମାଥୁର ଅଛନ୍ତି, ପରେ ଆଶିଷ ଖାନ୍ନା ହେବେ। ISA ଭାରତ ପାଇଁ ଗୋଟେ ବଡ଼ କୂଟନୀତିକ ସଫଳତା। ଏହା ବିକାଶଶୀଳ ଦେଶମାନଙ୍କୁ ସୌରଶକ୍ତି ପାଇଁ ସାହାଯ୍ୟ କରୁଛି। ପରିବେଶ ସମସ୍ୟା ବୈଶ୍ୱିକ, ତେଣୁ ସମାଧାନ ବି ବୈଶ୍ୱିକ ସହଯୋଗରେ ହିଁ ହେବ। ଏବେ କିଛି ନିର୍ଦ୍ଦିଷ୍ଟ ବଡ଼ ପ୍ରକଳ୍ପ ଆଉ ପଦକ୍ଷେପ ଦେଖିବା। କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ବଜେଟ୍ ପ୍ରାୟ 45,000 କୋଟି। ବାପ୍ରେ, ବହୁତ ବଡ଼ ପ୍ରକଳ୍ପ। ଜଳଶକ୍ତି ମନ୍ତ୍ରାଳୟ ଅଧୀନରେ ଅଛି। UP ଆଉ MP ସରକାରଙ୍କ ସହ MOU ହୋଇଛି। ଏହା ଭାରତର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ। କେନ୍ ନଦୀରୁ ବେତୱା ନଦୀକୁ ପାଣି ନିଆଯିବ। ମୁଖ୍ୟତଃ ବୁନ୍ଦେଲଖଣ୍ଡ ଭଳି ମରୁଡ଼ି ଅଞ୍ଚଳ ପାଇଁ, କିନ୍ତୁ ଏମିତି ବଡ଼ ପ୍ରକଳ୍ପର ପରିବେଶ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ। ହଁ, ସେଇ କଥା ପଚାରିଥାନ୍ତି। କିଛି ଚିନ୍ତା ଅଛି କି? ନିଶ୍ଚିତ ଭାବରେ। ଏଥିପାଇଁ ପରିବେଶ ପ୍ରଭାବ ଆକଳନ ବା EIA ବହୁତ ଜରୁରୀ। କେନ୍ ବେତୱା କ୍ଷେତ୍ରରେ ପନ୍ନା ଟାଇଗର ରିଜର୍ଭର କିଛି ଅଂଶ ବୁଡ଼ିଯିବାର ଆଶଙ୍କା ଅଛି। ଏହାର ପ୍ରତିକାର ପାଇଁ କ'ଣ ପଦକ୍ଷେପ ନିଆଯାଉଛି ତାକୁ ଦେଖିବାକୁ ପଡ଼ିବ। ବିକାଶ ଦରକାର, କିନ୍ତୁ ପରିବେଶକୁ ବଞ୍ଚେଇକି ସେଇ ସନ୍ତୁଳନ ରଖିବାଟା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଆରାବଳୀ ଗ୍ରୀନ୍ ୱାଲ୍ ପ୍ରୋଜେକ୍ଟ କଥା ତ ଆମେ କହିଲେ। ତାମିଲନାଡୁରେ TN ଶୋର୍ ପ୍ରୋଜେକ୍ଟ ଚାଲିଛି, କାରିଆଚାଲି ଦ୍ୱୀପକୁ ବଞ୍ଚେଇବା ପାଇଁ, ଯାହା 2036 ସୁଦ୍ଧା ବୁଡ଼ିଯିବାର ଆଶଙ୍କା ଅଛି। ହଁ, ସମୁଦ୍ର ପତନ ବୃଦ୍ଧିର ଏହା ଗୋଟେ ପ୍ରତ୍ୟକ୍ଷ ପ୍ରଭାବ। ପ୍ରୋଜେକ୍ଟ ଟାଇଗରର 52ତମ ବାର୍ଷିକୀ 1 ଏପ୍ରିଲ 2025ରେ ପାଳନ ହେଲା। 1973 ଏପ୍ରିଲ 1ରେ ଜିମ୍ କର୍ବେଟ୍ରୁ ଆରମ୍ଭ ହୋଇଥିଲା। 52 ବର୍ଷ, ବହୁତ ସଫଳ ପ୍ରକଳ୍ପ। ମୁଁ ଗଜମିତ୍ର ଯୋଜନା କଥା କହିଲେ, ମୁମ୍ବାଇରେ 5ମ ସାମୁଦ୍ରିକ ଜନଗଣନା ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ମାଝି ବସୁନ୍ଧରା 6.0 ଅଭିଯାନ ଚାଲିଛି, ପରିବେଶ ସୁରକ୍ଷା ଆଉ ଜଳବାୟୁ ସଚେତନତା ପାଇଁ। ଏଇଟା ପଞ୍ଚଭୂତ ଉପରେ ଆଧାରିତ। ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ। ଭଲ କନସେପ୍ଟ।
କେରଳରେ ବିଥୁହୁଡ୍ ପରିବେଶ ପୁନରୁଦ୍ଧାର କାର୍ଯ୍ୟକ୍ରମ ଚାଲିଛି। ଜଙ୍ଗଲ ବା ଖାଲି ଜାଗାରେ ହଜାର ହଜାର ସିଡ୍ ବଲ୍ ପକାଉଛନ୍ତି। ସିଡ୍ ବଲ୍ ଏଟା ଗୋଟେ ସହଜ ଆଉ ଭଲ ଉପାୟ ଗଛ ଲଗେଇବାର। ବାରାଣାସୀରେ SLCR ପ୍ରୋଜେକ୍ଟ ସ୍ଥାପିତ ହୋଇଛି, ସ୍ମାର୍ଟ ଲ୍ୟାବୋରେଟୋରୀ ଅନ୍ କ୍ଲିନ୍ ରିଭର୍ସ, ବରୁଣା ନଦୀ ପୁନରୁଦ୍ଧାର ପାଇଁ। ଏଥିରେ ନ୍ୟାସନାଲ ମିଶନ ଅନ୍ କ୍ଲିନ୍ ଗଙ୍ଗା, IIT BHU ଆଉ ଡେନମାର୍କ ସରକାର ସହଯୋଗ କରୁଛନ୍ତି। ନଦୀ ସଫାଇ ପାଇଁ ଟେକ୍ନୋଲୋଜିର ବ୍ୟବହାର। ଭାରତର ପ୍ରଥମ ବାୟୋସ୍ଫିୟର ଯାହା ଗୋଟେ ଟାଇଗର ରିଜର୍ଭ ଭିତରେ ଅଛି, ସେଇଟା ହେଲା ରାଜାଜୀ ରଘାଟି ବାୟୋସ୍ଫିୟର, ଉତ୍ତରାଖଣ୍ଡ ରାଜାଜୀ ଜାତୀୟ ଉଦ୍ୟାନ ଭିତରେ। ଆଚ୍ଛା। ଆଉ ନାଗପୁରରେ ନିତିନ ଗଡ଼କରୀ ଅକ୍ସିଜେନ୍ ବର୍ଡ ପାର୍କ, ଅମୃତ ମହୋତ୍ସବ ପାର୍କ ଉଦ୍ଘାଟନ କରିଛନ୍ତି। NHI ଏହାକୁ ତିଆରି କରିଛି। ସହର ଭିତରେ ଏମିତି ସବୁଜ ଜାଗା ଦରକାର। ଏବେ ଶେଷରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ବିଶ୍ୱ ପରିବେଶ ଦିବସ 5 ଜୁନ୍ 1972ରେ UNGA ଏହାକୁ ସ୍ଥାପନ କରିଥିଲା। 2025ର ଥିମ୍ କ'ଣ ଥିଲା? ଦୁଇଟା ଥିମ୍ ଶୁଣିବାକୁ ମିଳୁଛି। ହଁ, ଗୋଟେ ହେଲା ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ୍, ଆଉ ଗୋଟେ ଲ୍ୟାଣ୍ଡ ରେଷ୍ଟୋରେସନ୍, ହଲ୍ଟିଂ ଡେଜର୍ଟିଫିକେସନ୍ ଆଣ୍ଡ ବିଲ୍ଡିଂ ଡ୍ରଟ୍ ରେଜିଲିଏନ୍ସ। ଦୁଇଟା ଯାକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭାରତର ଲେପର୍ଡ କ୍ୟାପିଟାଲ ଏବେ ବେଙ୍ଗଲୁରୁ, ମୁମ୍ବାଇକୁ ପଛରେ ପକେଇ। ବେଙ୍ଗଲୁରୁ, ଆଶ୍ଚର୍ଯ୍ୟ ଲାଗୁଛି। ଭାରତର ସବୁଠୁ ଲମ୍ବା ପଶୁ ଓଭରପାସ୍ କରିଡର ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେରେ ଅଛି। ରଣଥମ୍ବୋର ଟାଇଗର ରିଜର୍ଭ ବଫର ଜୋନ୍ ଦେଇ ଯାଇଛି। ଏଇଟା ବହୁତ ଜରୁରୀ। ଏକ୍ସପ୍ରେସୱେ ଯୋଗୁଁ ବନ୍ୟପ୍ରାଣୀଙ୍କର ଯିବା ଆସିବାରେ ବାଧା ନ ହେଉ। ବିଶ୍ୱର ସବୁଠୁ ବଡ଼ ଆଇସବର୍ଗ A23A ଏବେ ବି ଦକ୍ଷିଣ ମହାସାଗରରେ ଅଛି। ଅଣ୍ଟାର୍କଟିକାରୁ ବାହାରି ସାଉଥ ଜର୍ଜିଆ ପାଖରେ ପହଞ୍ଚିଛି। ହଁ, ସେ ଖବରଟା ବି ଶୁଣିଥିଲି। କିଛି ସାମୁଦ୍ରିକ ବାତ୍ୟା ବି ଆସିଥିଲା। ଆସାନା ପାକିସ୍ତାନ ନାଁ ଦେଇଥିଲା, ୟାଗି ଜାପାନ, ଶାନ୍ ଜାପାନ କୋରିଆ, ରିମାଲ ଓମାନ ପଶ୍ଚିମବଙ୍ଗ ବାଂଲାଦେଶ, ଗମାନେ ମାଡାଗାସ୍କାର ଆଉ ଆଲଭାରୋ ମାଡାଗାସ୍କାର, ଆଉ ହଂକଂରେ ଟାଇଫୁନ୍ ବିଫା ପାଇଁ ସର୍ବୋଚ୍ଚ ସତର୍କତା T10 ଜାରି ହୋଇଥିଲା। ବାତ୍ୟା ସଂଖ୍ୟା ଆଉ ତୀବ୍ରତା ବଢ଼ୁଥିବା ପରି ଲାଗୁଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ହୋଇପାରେ। ଆଗ୍ନେୟଗିରି ବି ଉଦ୍ଗୀରଣ ହୋଇଛି। ଜାପାନର ମାଉଣ୍ଟ ସିନ୍ମୋଡାକେ, ଆମେରିକାର ଇଲିଆମ୍ନା। ହଁ, ଆମ ଓଡ଼ିଶାର ଗୁପ୍ତେଶ୍ୱର ଜଙ୍ଗଲକୁ ରାଜ୍ୟର ଚତୁର୍ଥ ଜୈବ ବିବିଧତା ଐତିହ୍ୟ ସ୍ଥଳ BHS ମାନ୍ୟତା ମିଳିଛି। ବଢ଼ିଆ ଖବର। BHS ମାନ୍ୟତା ସେ ଅଞ୍ଚଳର ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ଅଧିକ କ୍ଷମତା ଦିଏ। ଉତ୍ତରପ୍ରଦେଶର ସଲଖନ ଫସିଲ ପାର୍କ ୟୁନେସ୍କୋର ଅସ୍ଥାୟୀ ବିଶ୍ୱ ଐତିହ୍ୟ ତାଲିକାରେ ଅଛି। ଆଉ ଓଡ଼ିଶା ବିଶ୍ୱର ପ୍ରଥମ କଳା ବାଘ ସଫାରି ତିଆରି କରିବ ଶିମିଳିପାଳ ପାଖରେ। ହଁ, ଏ କଳା ବାଘ ବା ମେଲାନିଷ୍ଟିକ୍ ଟାଇଗର ଶିମିଳିପାଳର ଏକ ବିଶେଷତା। ସଫାରି ହେଲେ ପର୍ଯ୍ୟଟନ ବଢ଼ିବ ଆଉ ସଂରକ୍ଷଣ ପାଇଁ ସଚେତନତା ବି। ନ୍ୟୁଜିଲ୍ୟାଣ୍ଡର ମାଉଣ୍ଟ ତାରାନାକିକୁ ଆଇନଗତ ଭାବେ ବ୍ୟକ୍ତିର ଅଧିକାର ମିଳିଛି। ଏହାର ଅର୍ଥ କ'ଣ? ଯେମିତି ଜଣେ ମଣିଷର କ୍ଷତି କଲେ ହୁଏ। ଏହା ପ୍ରକୃତିକୁ ସୁରକ୍ଷା ଦେବାର ଗୋଟେ ନୂଆ ବାଟ। ବାଃ। ଆଉ କିଛି ଦିବସ, ବିଶ୍ୱ ଜୈବ ଉତ୍ପାଦ ଦିବସ 7 ଜୁଲାଇ, ଆନ୍ତର୍ଜାତୀୟ ଉଷ୍ଣକଟିବନ୍ଧୀୟ ଦିବସ 29 ଜୁନ୍, ଭାରତର ପ୍ରଥମ ଫ୍ରୋଜେନ୍ ଚିଡ଼ିଆଖାନା ଦାର୍ଜିଲିଂରେ ଖୋଲିଛି। ଫ୍ରୋଜେନ୍ ଚିଡ଼ିଆଖାନା ମାନେ ବିପଦରେ ଥିବା ପ୍ରାଣୀଙ୍କର ଜିନ୍ ସଂରକ୍ଷଣ ପାଇଁ ତାଙ୍କର ସ୍ପର୍ମ, ଏଗ୍ସ, ଟିସ୍ୟୁ ଆଦିକୁ କମ୍ ତାପମାତ୍ରାରେ ସାଇତି ରଖାଯିବ। ଓହୋ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କାମ। ଶେଷରେ ବିରଳ ମୃତ୍ତିକା ବା ରେୟାର ଅର୍ଥ ରିଜର୍ଭରେ ଭାରତ ଦୁନିଆରେ ତୃତୀୟ 8%, ପ୍ରଥମ ଚୀନ 49%, ଦ୍ୱିତୀୟ ବ୍ରାଜିଲ 23%। ଭାରତ ଜାପାନକୁ ଏହାର ରପ୍ତାନି ବନ୍ଦ କରିଦେଇଛି। ଏ ରେୟାର ଅର୍ଥ ଗୁଡ଼ିକର ଆଧୁନିକ ଟେକ୍ନୋଲୋଜି ପାଇଁ ବହୁତ ଜରୁରୀ। ଏହାର ରିଜର୍ଭ ଥିବ ଭାରତ ପାଇଁ ଭଲ କଥା। ଏତେ ସବୁ ଖବର ମିଶି ପରିବେଶର ଗୋଟେ ବହୁତ ଜଟିଳ ଚିତ୍ର ଦଉଛି। ହଁ, ନିଶ୍ଚିତ ଭାବରେ। ଗୋଟେ ପଟେ ଦେଖିଲେ ସଂରକ୍ଷଣ ପାଇଁ ବହୁତ କାମ ହେଉଛି। ନୂଆ ଅଭୟାରଣ୍ୟ, କରିଡର, ପ୍ରଜାତି ସଂରକ୍ଷଣ, ଆନ୍ତର୍ଜାତୀୟ ସହଯୋଗ, ନବୀକରଣୀୟ ଶକ୍ତି, ସବୁଜ ଟେକ୍ନୋଲୋଜି ବି ଆଗଉଛି। ଏସବୁ ଆଶା ଦେଉଛି। ହଁ, ଆଶା ତ ନିଶ୍ଚୟ ଅଛି, କିନ୍ତୁ ଆମେ ଆରାମରେ ବସିପାରିବାନି। ଆହ୍ୱାନଗୁଡ଼ିକ ବହୁତ ବଡ଼ ଆଉ ଗମ୍ଭୀର। ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା କମିବା, ପ୍ରଦୂଷଣ, ଏସବୁର ମୁକାବିଲା ପାଇଁ ଲଗାତାର ଆଉ ମିଳିତ ଭାବେ କାମ କରିବାକୁ ପଡ଼ିବ। ଏଠି ଗୋଟେ କଥା ଚିନ୍ତା କରିବା କଥା। ଏ ଯେଉଁ ବଡ଼ ବଡ଼ ପରିବେଶ କଥା ଆମେ କହୁଛେ, ସେଗୁଡ଼ାକ ଆମ ନିତିଦିନିଆ ଜୀବନ ଆଉ ଆମ ଆଖପାଖର ପରିବେଶ ସହ କେମିତି ଯୋଡ଼ା? ହଁ, ଏଇଟା ଭଲ ପ୍ରଶ୍ନ।
ମାନେ ବ୍ୟକ୍ତିଗତ ସ୍ତରରେ ହେଉ ବା ମିଳିତ ଭାବେ ଆମେ ଆମ ଚାରିପାଖର ପରିବେଶକୁ ଭଲ ରଖିବା ପାଇଁ କ'ଣ ସବୁ ଛୋଟ ଛୋଟ ପଦକ୍ଷେପ ନେଇପାରିବା ଯାହା ହୁଏତ ଏ ବଡ଼ ଚିତ୍ରରେ କିଛିଟା ହେଲେ ବି ଯୋଗଦାନ କରିପାରିବ? ନିଶ୍ଚିତ ଭାବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯାହା ଉପରେ ଆମେ ସମସ୍ତେ ଭାବିବା ଦରକାର। ଆଜିର ଆଲୋଚନାକୁ ଆମେ ଏଠି ଶେଷ କରୁଛେ। ଧନ୍ୟବାଦ। ଧନ୍ୟବାଦ।